ମାଛ ତ ଭଲ ଲାଗେ ସପ୍ତଗିରି ମାନେ ଭଲ ଲାଗେ। ତମେ ହଉଛି ସୁଅ ବାଟି ଆସିନା ଆସିଥାନ୍ତ ସୁବିଧା ହେଇଥାନ୍ତା ତମକୁ ଏଇ ଗୋଟେ ଡେଇଁଲା ଗୋଟେ। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ଆସନ୍ତୁ ସକାଳୁ ଆଜି ବ୍ଲଗ୍ଟି ଷ୍ଟାର୍ଟ କରିବା। ସମୟ ପାଖାପାଖି 9:30 10ଟା ହେବ। ଆଉ ବର୍ତ୍ତମାନ ମୁଁ ଖାଇକି ଯିବି ପୋଖରୀ ପାଖକୁ। ବର୍ତ୍ତମାନ ଆମର ଝିଅ ଯାଇଥିଲେ ସ୍କୁଲ। ବର୍ତ୍ତମାନ ସେ ସ୍କୁଲରୁ କ'ଣ ସବୁ ନୂଆ ସାର୍ଟ ପ୍ୟାଣ୍ଟ ଆଣିଛି, ଚାଲନ୍ତୁ ଦେଖିବା। ନିଶ୍ଚିନ୍ତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଖାସ୍ କରି ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟି ବଜାଇବେ, ଯାହାଫଳରେ କି ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣ ହିଁ ଦେଖିପାରିବେ। ଆସନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଆଗେ ଆମ ଝିଅ ବର୍ତ୍ତମାନ ଆସି ପହଞ୍ଚିଯାଇଛି। ବର୍ତ୍ତମାନ ଘରେ ଅଛି ସେ। ଚାଲନ୍ତୁ ଦେଖିବା କ'ଣ କେମିତି ସେ ଡ୍ରେସ୍ ଆଣିଛି, କେତେ ଖୁସି ଅଛି। ଫାଇନାଲି ବର୍ତ୍ତମାନ ଆମ ଝିଅ ଯାଇଥିଲା ଆମର ସ୍କୁଲକୁ। ବର୍ତ୍ତମାନ ନେଇକି ଆସିଛି ତାର ସବୁ ଶନିବାରିଆ ଯେଉଁ ଡ୍ରେସ୍ ପିନ୍ଧିକି ଯାଆନ୍ତି ଆଉ ଡ୍ରିଲ୍ ଫିଲ୍ ହୁଏ, ଏମିତି ସେଇ ଡ୍ରେସ୍ ଆଜି ନେଇକି ଆସିଛି। ଗୋଟେ ଟୋପି ନେଇକି ଆସିଛି ଦେଖନ୍ତୁ, ଆଉ ସକ୍ସ ଆଣିଛି ଏବଂ ବୁଟ୍ ଆଣିଛି। ଆଉ ଏପଟରେ ହେଉଛି ଇଏ କ'ଣ ପ୍ୟାଣ୍ଟ ସାର୍ଟ ଆସିଛି ଏ ଶନିବାରିଆ ଡ୍ରିଲ୍ ପାଇଁ। ସ୍କୁଲ ଯାଇଥିଲା, ବର୍ତ୍ତମାନ ନେଇକି ଆସିଛି। କେତେ ଖୁସି କହିଦେଲି। କେତେ ଖୁସି କହିଦିଏ। ପୋଖରୀ ପାଖରେ ଅଛି, ଯେହେତୁ ଆମର ପଚା ଆଜି ଦେଖିବା କିଭଳି ପଚାଟା ପଚିଛି। ନିଶ୍ଚିନ୍ତ ଭାବରେ ଆସନ୍ତୁ ପଚାଟି ଦେଖିବା। ଇଏ ହେଉଛି ଦେଖନ୍ତୁ ପଚା ଆମର ବସିଛି। ଦେଖନ୍ତୁ ଦୁଇଟା ପିରିୟଡ଼ରେ ଦେଖନ୍ତୁ ପଚାଟା କିଭଳି ଭାବରେ ଦେଖାଯାଉଛି ଦେଖନ୍ତୁ। ଆଉ ବର୍ତ୍ତମାନ ବାଦାମ ପିଡ଼ିଆ, ଗୁଡ଼ ଏବଂ ମଇଦା ଏବଂ ତା ସହିତ ଦିଆହେଇଛି ଆମର ଇଷ୍ଟଟା ପଚେଇବା ପାଇଁ। ଆଉ 48ରୁ 60 ଘଣ୍ଟା ଭିତରେ ହିଁ ପଚାଟା ତିଆରି ହେଇଯିବ। ତାପରେ ହିଁ ମରାଯିବ। ବେଶୀ ସମୟ ରଖିଲେ ପଚିଲେ ଭଲ ନୁହେଁ। ତେଣୁକରି ପଚାଟା ଦେଖନ୍ତୁ କିଭଳି ଭାବରେ ହେଇଛି। ଦେଖନ୍ତୁ 200 ଲିଟର ଭିତରେ ହେଇଛି। ବର୍ତ୍ତମାନ ପୋଖରୀରେ ମରାଯିବ। ଫାଇନାଲି ବର୍ତ୍ତମାନ ସମୟ ପାଖାପାଖି ବର୍ତ୍ତମାନ 12:30 ହେବ। ସେପଟରେ ରଞ୍ଜନା ଆଈ ଆମର ପୋଖରୀ ଯେଉଁ ଯେହେତୁ ବ୍ଲୁମ୍ ରଖୁନି ପୋଖରୀ, ତେଣୁକରି ସେ ପୋଖରୀରେ ହାତ ମାରୁଛନ୍ତି, ଗୁଳିଆ କରୁଛନ୍ତି। ଏପଟେ ଦେଖନ୍ତୁ ଆମ ପାଖ ପୋଖରୀ, ତାଙ୍କର କରେଣ୍ଟ ଏରିଏକ୍ସନ୍ ଦେଖନ୍ତୁ। ତାଙ୍କର କରେଣ୍ଟ ଏରିଏକ୍ସନ୍ର ଦେଖନ୍ତୁ ଅଲଗା ପ୍ରକାର ହିଁ ଏରିଏଟର୍ ଫିଟିଂ ହେଇଛି। ଆମର ଯେହେତୁ ଡିଜେଲ୍ ମେସିନ୍ରେ ଚାଲୁଛି, ବର୍ତ୍ତମାନ ଆମର ମେସିନ୍ ମରାଯିବ। ଆଉ ଆମର ରଞ୍ଜନା ଆଈ ବର୍ତ୍ତମାନ ପୋଖରୀରେ ହାତ ମାରୁଛନ୍ତି, ଗୁଳିଆ କରୁଛନ୍ତି। ଚାଲନ୍ତୁ ବର୍ତ୍ତମାନ ତାକୁ ଟିକେ ଭେଟିବା ଏବଂ ଏରିଏଟର୍ ବର୍ତ୍ତମାନ ମାରିବା। ମାରି ସାରିଲା ପରେ ଯେଉଁମାନେ ଚ୍ୟାନେଲରେ ନୂଆ କରି ଆସିଛନ୍ତି ସେମାନେ ଖାସ୍ କରି ସବସ୍କ୍ରାଇବର୍ଟି କରିଦିଅନ୍ତୁ। ହ୍ୟାଣ୍ଡେଲ୍ ଏଠି ଅଛି, ହ୍ୟାଣ୍ଡେଲ୍ ଏଠି ଅଛି। ଦେଉଛନ୍ତି ମାଛ କାଇଁ? ମାଛ ତ ଭଲ ଲାଗେ ସପ୍ତଗିରି ମାନେ ଭଲ ଲାଗେ। ସେଇ କଣର ଡେଇଁ ପ୍ରଭୁ। ତମେ ହଉଛି ସୁଅ ବାଟି ଆସିନା ଆସିଥାନ୍ତ ସୁବିଧା ହେଇଥାନ୍ତା ତମକୁ ଏଇ ଗୋଟେ ଡେଇଁଲା ଗୋଟେ। ଏଇ କଣ ଆସ ପାଗଳା କାହିଁ ହଉଛି? ସୁକାନ୍ତ ସେଇ ସବୁଦିନ କହୁଛି ମାଛ। ତାର ମାଛ ଭଲ ଲାଗିଛନ୍ତି ନା? ହଁ, ସପ୍ତଗିରି ଭଲ ଲାଗେ। ତାପରେ ଜାଆଁଳ ବି ଏଥର ଭଲ ଜାଆଁଳ ଥିଲା। ବଡ଼ ଛୋଟ ବଡ଼ ଥିଲେ କିନ୍ତୁ ଆକ୍ଟିଭ ଜାଆଁଳ ଥିଲେ। କ'ଣ ଟିକେ ଦେଖିବା। ଦେଖନ୍ତୁ ପାଣି କେମିତି ବ୍ଲୁମ୍ ସ୍କାଚ୍ କରିଛି। ଦେଖନ୍ତୁ ପୁରା ମାଟି ଦେଖାଯାଉଛି। ଆଉ ବର୍ତ୍ତମାନ ଗୁଳିଆ କଲେ ବ୍ଲୁମ୍ ରହିବ ପାଣି ଏବଂ ଡଲମାଇଟ୍ ମଧ୍ୟ ମରା ଚାଲିଛି। ମାଛ ସପ୍ତଗିରି ସବୁଥର ଲାଗୁଛି। ଟିକେ ଭିତରକୁ ବଢେଇଦବା ହାତ। ଆଉ 2-4 ଦିନ ଗଲେ ମାଛ ଡେଇଁବେ ପ୍ରବଳ। ସେ ସେଇ ଘାସ ମୂଳ ନୁହଁ, ସେଇଠି ଥିବ। ସେଇ ଯୋଉ ଭିତର ଘାସ ମୂଳ ସେଇଠି। ହଁ,
ଏପଟ ଫିଡ୍ ବେଶୀ ପଡୁନି ତ। ହଁ ଟୋଟାଲ ଫିଡ୍ ବେଶ କୋଉଠି ମାଛ କୋଉଠି ରହିବେ ତ ଫିଡ୍ ଦିଟା ପକେଇ ଦେଖୁନୁ ସଞ୍ଜବେଳେ ମାଛ ଆସି ନା ସେ ମୁଣ୍ଡର ବର୍ତ୍ତମାନ ଦେଖନ୍ତୁ ଏରିଏଟରେ ମଧ୍ୟ ସବୁ ଆମର ମରା ହେଇଗଲା। ଆଉ ବର୍ତ୍ତମାନ 1:30ରେ ହିଁ ଫିଡ୍ ପଡ଼ିବ। ଆଉ ବର୍ତ୍ତମାନ ଖରା ଭଳିଆ ସବୁ ଯେଉଁ ପରି ଗୁଳିଆ ହେବା କଥା ବ୍ଲୁମ୍ ଚାଷ କରିଛି ସେ ମୋତେ ଗୁଳିଆ ଚାଲିଛି। ଆଉ ବର୍ତ୍ତମାନ ଯିବା ଆମେ ବର୍ଷାକୁ। ଆଉ ମୁଁ ସନ୍ଧ୍ୟାବେଳେ ଘରକୁ ଆସିଲା ବେଳକୁ ଦେଖନ୍ତୁ ବର୍ତ୍ତମାନ ତେଲ ଭାଜି ଗୁପଚୁପ ଫୁପଚୁପ ନେଇକି ଆସିଛି। କାହିଁକିନା ଆମ ଦାଦା ଝିଅଙ୍କର ବାହାଘର, ତେଣୁକରି ତାଙ୍କୁ ଆଜି ଡକାଯାଇଛି ସନ୍ଧ୍ୟାବେଳେ। କିନ୍ତୁ ତାଙ୍କ ପାଇଁ ଦେଖନ୍ତୁ ଆସିଯାଇଛି ଆମର ବର୍ତ୍ତମାନ ତେଲ ଭାଜି ଗୁପଚୁପ ଏଭଳି ଆସିଛି। ତାଙ୍କୁ ବିଦାୟ ଦେବା ପାଇଁ ସମସ୍ତେ ହିଁ ଡାକୁଛନ୍ତି, ଆମେ ମଧ୍ୟ ଡାକିଛୁ। ଆଉ ଏପଟରେ ଦେଖନ୍ତୁ ଆମର ବିଛା ପ୍ରାୟ ସବୁଦିନ ରାତିର ସେ ଆମ ସିଡ଼ି ଘର ତଳେ ରହୁଛି। ଆଉ ସବୁଦିନ ରାତିର ହିଁ ବାହାରୁଛି। ଆଉ ଆସିକି ମାନେ ଏଭଳି ଟାଇଲ୍ରେ ଠିକ୍ ସେ ଚାଲିପାରୁନି। ଆଉ ଆସିକି ଏଭଳି ଭାବେ ଖାଉଛି କ'ଣ, ଖାଇକି ପୁଣି ତାକୁ ମୁଁ ଖରିକି ନେଇ ଛାଡ଼ିଦେଲା ବେଳକୁ ପୁଣି ପଳେଇ ଯାଉଛି, ପୁଣି ଡେଲି ରାତିରେ ବାହାରୁଛି। ଦେଖନ୍ତୁ କେତେ ବଡ଼ ବିଛା, ବହୁତ ଦିନ ହେଲା ରହିଲାଣି ଏ ବିଛାଟି। କେତେ ଲମ୍ବା ହେଇଛି ଦେଖନ୍ତୁ, ବଡ଼ ବିଛାଟି। ଆଉ ଦେଖନ୍ତୁ କି